Extension of the cut-off date of exercising option of Unified Pension Scheme, posted on 23 June 2025. Unified Pension Scheme (UPS) eligible for central government employees was notified the Ministry of Finance, Government of India by notification number FX13/2024 PR dated 24th January 2025. ଭାରତ ସରକାରଙ୍କ ଦ୍ୱାରା ଏନ୍ପିଏସ୍ରୁ ୟୁପିଏସ୍ ହେବା ପାଇଁ ଆପଣଙ୍କର କଟ୍ଅଫ୍ ତାରିଖ 30 ସେପ୍ଟେମ୍ବର 2025କୁ ଘୁଞ୍ଚାଯାଇଛି। ତ ଏହି ଅବଧି ମଧ୍ୟରେ ସେଣ୍ଟ୍ରାଲ କର୍ମଚାରୀମାନେ ବା କେନ୍ଦ୍ରୀୟ କର୍ମଚାରୀମାନେ ସେମାନଙ୍କର ଏକୀକୃତ ପେନ୍ସନକୁ ସେମାନେ ବୃଦ୍ଧି କରିପାରିବେ। ଜୟ ଜଗନ୍ନାଥ। ଚାଲନ୍ତୁ ଜାଣିବା ଏକ ଏଜୁକେସନ ଖବର। ଜାତୀୟ ପେନ୍ସନ ଯୋଜନାରେ ଅନ୍ତର୍ଭୁକ୍ତ ରାଜ୍ୟର 3.7 ଲକ୍ଷ ସରକାରୀ କର୍ମଚାରୀମାନଙ୍କ ପାଇଁ ଆସିଗଲା ଏକୀକୃତ ପେନ୍ସନ ଯୋଜନା ବା ୟୁପିଏସ୍, ଯାହାକି ସରକାର ପ୍ରଚଳନ କରିବାକୁ ରାଜ୍ୟ ସରକାର ବିଧିବଦ୍ଧ ଭାବରେ ନିଷ୍ପତ୍ତି ନେଇ ଅର୍ଥ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏକୀକୃତ ପେନ୍ସନ ଯୋଜନା ପାଇଁ ପ୍ରଚଳନ କରିବା ପାଇଁ ରାଜ୍ୟ ସରକାର ଚଳିତ ମାସରେ ବିଧିବଦ୍ଧ ଭାବରେ ନିଷ୍ପତ୍ତି ନେଇ ଅର୍ଥ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହି ୟୁପିଏସ୍ରେ କ'ଣ ମୁଖ୍ୟ ଉଦ୍ଦେଶ୍ୟ ରହିଛି? ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ ଦେଖନ୍ତୁ। ସୁନିଶ୍ଚିତ ପେନ୍ସନ ଯୋଜନା, ଯାହା 25 ବର୍ଷ ହୋଇଥିଲେ ସର୍ବନିମ୍ନ ଯୋଗ୍ୟତା ଅର୍ଜନ କରିଥିବା ଅବଧି ପାଇଁ ଅବସର ପୂର୍ବରୁ 12 ମାସରେ ମିଳିଥିବା ହାରାହାରି ମୂଳ ଦରମାର 50% ମିଳିବ। ସେହିଭଳି ସୁନିଶ୍ଚିତ ସର୍ବନିମ୍ନ ପେନ୍ସନ ଯୋଜନା, ସର୍ବନିମ୍ନ 10 ବର୍ଷ ଚାକିରି ଅବଧି କରିସାରିଥିବା ଅବସର ନେଇଥିବା ମାସକୁ 10,000 ଟଙ୍କା ସୁନିଶ୍ଚିତ ମିଳିବ। ସେହିଭଳି ସୁନିଶ୍ଚିତ ପାରିବାରିକ ପେନ୍ସନରେ ମୃତ୍ୟୁ ପୂର୍ବରୁ କର୍ମଚାରୀ ପାଉଥିବା ପେନ୍ସନର 60% ହାରରେ ମିଳିବ। ସେହିଭଳି ମୁଦ୍ରାସ୍ଫୀତି ଅନୁରୂପ ପେନ୍ସନ ନିର୍ଦ୍ଧାରଣ, ସର୍ବଭାରତୀୟ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ଆଧାରରେ ମହଙ୍ଗା ଭତ୍ତାର ପ୍ରାବଧାନ ଦେବା, ସେହିଭଳି ଗ୍ରାଚ୍ୟୁଇଟି ବ୍ୟତୀତ ଏକକାଳୀନ ରାଶି, ପ୍ରତ୍ୟେକ ସମ୍ପୂର୍ଣ୍ଣ 6 ମାସ ସେବା ପାଇଁ ଅବସର ତାରିଖ ମିଳୁଥିବା ମାସିକ ବେତନ ଡିଏ 1/10 ଏକକାଳୀନ ରାଶି ହିସାବରେ ମିଳିବ। ବ୍ୟକ୍ତିଗତ କର୍ପସ ପାଣ୍ଠିରୁ ଅବସର ପରେ ଉଠାଣ ମଧ୍ୟ 60% କରିପାରିବେ। ବ୍ୟକ୍ତିଗତ କର୍ପସ ପାଣ୍ଠିରୁ ଅବସର ପରେ ଉଠାଣ ମଧ୍ୟ 60% କରିପାରିବେ। ଭାରତ ସରକାର ଓ ପିଏଫ୍ଆର୍ଡିଏଙ୍କର ନିୟମାବଳୀକୁ ଆଧାର କରି ଖୁବ୍ ଶୀଘ୍ର ରାଜ୍ୟରେ ୟୁପିଏସ୍ ପ୍ରଚଳନ କାର୍ଯ୍ୟପଦ୍ଧତି ଚୂଡ଼ାନ୍ତ କରିବା ସହ ଏନ୍ପିଏସ୍ ଅଧୀନରେ ଥିବା ରାଜ୍ୟର ସରକାରୀ କର୍ମଚାରୀମାନଙ୍କ ପାଇଁ ୟୁପିଏସ୍ ବିକଳ୍ପ ଚୟନ କରିବା ପ୍ରକ୍ରିୟା ଆରମ୍ଭ କରାଯିବ। ଏନ୍ପିଏସ୍ ଏବଂ ୟୁପିଏସ୍ ସମ୍ବନ୍ଧୀୟ ସବିଶେଷ ତଥ୍ୟ ଉଭୟ କ୍ଷେତ୍ରରେ ଅବସରକାଳୀନ ପ୍ରାପ୍ୟର ତୁଳନାତ୍ମକ ଚିତ୍ର ଏନ୍ପିଏସ୍ ଟ୍ରଷ୍ଟ ୱେବସାଇଟରେ ଉପଲବ୍ଧ ଅଛି। ତେଣୁ ରାଜ୍ୟ ସରକାରୀ କର୍ମଚାରୀମାନେ ଏନ୍ପିଏସ୍ ଏବଂ ୟୁପିଏସ୍ ମଧ୍ୟରୁ କେଉଁ ବିକଳ୍ପ ବାଛିବେ ସେ ବିଷୟରେ ତର୍ଜମା କରି ପ୍ରସ୍ତୁତ ରୁହନ୍ତୁ। ତ ଖୁବ୍ ଶୀଘ୍ର ଆପଣଙ୍କର ୟୁପିଏସ୍ ଲାଗୁ ହେବାକୁ ଯାଉଛି। ତେଣୁ ଓଡ଼ିଶା ସରକାର ଏହାକୁ ପ୍ରଚଳନ କରିବାକୁ ଯାଉଛନ୍ତି। ତ ଆପଣମାନେ ସୁନିଶ୍ଚିତ ନିଷ୍ପତ୍ତି କରି ରୁହନ୍ତୁ ଯେ କେଉଁଟି ଆପଣଙ୍କର ଅପସନ୍ ନେବେ। ସମୟ ଆସିଲେ ତାହା ଆପଣ ପରିବର୍ତ୍ତନ କରି ଆପଣଙ୍କର ୟୁପିଏସ୍ରେ ଭାଗ ନେବେ ବା ୟୁନିଫାଏଡ୍ ପେନ୍ସନ ସିଷ୍ଟମରେ ଆପଣମାନେ ଭାଗ ନେଇ ଭବିଷ୍ୟତକୁ ଆପଣମାନେ ସୁନିଶ୍ଚିତ କରିବେ। ଏହିଭଳି ଏଜୁକେସନ ଇନଫର୍ମେସନ ପାଇଁ ଆମ ଚ୍ୟାନେଲକୁ ଲାଇକ୍, କମେଣ୍ଟ ଓ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।